ନବବର୍ଷରେ ଆପଣମାନଙ୍କର ଦିନଗୁଡ଼ିକ ଶୁଭଦାୟକ ମଙ୍ଗଳମୟ ହେଉ। ଦୁନିଆର ସବୁ ଖୁସି ଓ ଇଚ୍ଛାକୁ ଭଗବାନ ପୂରଣ କରନ୍ତୁ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା। ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ। ଜୀବନର ମାନେ କିଛି ନାହିଁ। ଆଜି ଅଛି କାଲିକି ନାହିଁ। ତେଣୁ ରାଗ ରୁଷା ଅଭିମାନ ଛାଡ଼ି ସମସ୍ତଙ୍କ ସହ ମିଳିମିଶି ଚଳିବା। ଜୀବନ ଗୋଟେ ଅଭିନୟ। ଅମିତ ଶୋଇପଡ଼ିଲେଣି। ତାଙ୍କ ପାଖରେ ବସି ମୁଣ୍ଡ ଆଉଁସି ଦେଇ ଦେଇ ନିତାର ଆଖି ବି ଟିକେ ଲାଗିଯାଇଥିଲା। ହଠାତ୍ ଖରାପ ସ୍ୱପ୍ନଟା ଦେଖି ଚମକି ଉଠିଲା ନିତା। ମନଟା ଟିକେ ଗୋଳେଇ ଘାଣ୍ଟି ହେଲା। ଆଉ ନିଦ ହେଲାନି। ଭଲ କରି ଦେଖିଲା ଅମିତକୁ ସେ। ଖୁବ୍ ନିଷ୍ପାପ ନିରୀହ ଶିଶୁ ପରି ନିଘୋଡ଼ ନିଦରେ ଶୋଇଛନ୍ତି ସେ। ତାଙ୍କ ମୁଣ୍ଡରେ ସସ୍ନେହ ହାତ ବୁଲେଇ ଆଣିଲା ନିତା। ଆସ୍ତେ ଆସ୍ତେ କରି ଦେଖିଲା, ହଁ, ନିଶ୍ୱାସ ଚାଲୁଛି। ଦୀର୍ଘ ଶ୍ୱାସ ଗୋଟେ ବାହାରି ଆସିଲା ନିତ୍ୟରା ପଞ୍ଜରା ଥରେଇ। ହୁଏତ କୋଉଦିନ ଏମିତି ଶୋଉ ଶୋଉ ଅମିତ ଆଉ ଉଠି ନ ପାରନ୍ତି। ଆହା, ନିତା ଆଉ ଆଗକୁ ଭାବି ପାରିଲାନି। ମନଟା ବହୁତ ଭାରି ଭାରି ଲାଗିଲା। ଖୁବ୍ ଧୀରେ ହସ୍ପିଟାଲ ବେଡ୍ରୁ ଓହ୍ଲାଇ ନିତା ରୁମ୍ ବାହାରକୁ ଗଲା। କରିଡର ପୂରା ଶାନ୍ତ। ଖାଲି କେତୋଟି ଚେୟାର ଉପରେ ଢଳେଇ ପଡ଼ିଛନ୍ତି ନିତା ପରି କେତେଜଣ ମଣିଷ। କରିଡର ଡେଇଁ ହସ୍ପିଟାଲର ଗେଟ୍ ବାହାରକୁ ଗଲା ସେ। ଆଗରେ ଖୁବ୍ ଛୋଟ ପାର୍କଟିଏ। ଦିନବେଳେ ରୋଗୀମାନଙ୍କ ପରିଜନଙ୍କ ଗହଣରେ ପୂରି ଉଠେ ପାର୍କ। ପାର୍କର ସିମେଣ୍ଟ ବେଞ୍ଚ ଉପରେ ବସି ପଡ଼ିଲା ନିତା। ହାଲକା ହାଲକା ପବନରେ ଟିକେ ଭଲ ଲାଗିଲା ନିତାକୁ। ଚାରିଆଡ଼େ ସୁଇଚ୍ ଅଟ୍ଟାଳିକା। ଆଲୋକ ଆଉ ଆଧୁନିକତାର ସ୍ପର୍ଶରେ ରାତି ଦୁଇଟା ବି ଦିନର ଭ୍ରମ ସୃଷ୍ଟି କରୁଥିଲା। ନିତାକୁ ଟିକେ ଅନ୍ଧାରକୁ ଯିବାକୁ ଇଚ୍ଛା ହେଲା। ଆଲୋକରୁ ଲୁଚିଯାଇ ଟିକେ ରାତିର ଅନ୍ଧକାରକୁ ଆଲିଙ୍ଗନ କରିବାକୁ। ମନଟା ଟିକେ ବିକଳି ଉଠିଲା। ହାର୍ଟ ସେପଟେ କଟାଯାଇଥିବା କ୍ରୋଟନ୍ ଗଛ ଆଢ଼ୁଆଳରେ ବସି ପଡ଼ିଲା ନିତା। ନିତାକୁ ଟିକେ କାନ୍ଦିବାକୁ ଇଚ୍ଛା ହେଲା। ହେଲେ ଏତେ ସବୁ ଘାତ ପ୍ରତିଘାତ ହୁଏତ ନିତାକୁ କ୍ରନ୍ଦନଶୈଳୀ ଭୁଲେଇ ଦେଇଥିଲା। କାନ୍ଦିବାକୁ ଚାହିଁକି ବି କାନ୍ଦି ପାରୁ ନଥିଲା ସେ। ଆଖିରୁ ଦିଟୋପା ଲୁହ ବୋହିଗଲେ ଅନ୍ତତଃ ମନଟା ଟିକେ ହାଲକା ଲାଗନ୍ତା। ଧେତ୍, ଆକାଶରେ ଲକ୍ଷ ଲକ୍ଷ ତାରା ବିଛ ହେଇ ପଡ଼ିଛନ୍ତି। ଆଗରୁ ନିତା ଖରାଦିନେ ଛାତ ଉପରେ ଶୋଇ ତାରାମାନଙ୍କୁ ଦେଖି ଖୁସିରେ ବିଭୋର ହୋଇ ଉଠେ। ପୂରା ଆକାଶଟାକୁ ନିଜ ବାହୁ ବେଷ୍ଟନୀରେ ଆବଦ୍ଧ କରି ରଖିବାର କଳ୍ପନାରେ ମସଗୁଲ ହୋଇ ଉଠେ। ଯଦିଓ ନିତାର ସାହିତ୍ୟ ସେତେ ଭଲ ନୁହେଁ ଏବଂ ଲେଖାଲେଖି ଏସବୁରେ ତାର ଜ୍ଞାନ ସମ୍ପୂର୍ଣ୍ଣ ଶୂନ୍ୟ କହିଲେ ଚଳେ, ତଥାପି ତା ଭିତରେ ଗୋଟେ ଭାବୁକଟିଏ ଯେ ଲୁଚି ରହିଛି ଏକଥା ଖୋଦ୍ ନିତାକୁ ବି ଅଜଣା। ଏବେ କିନ୍ତୁ ଠିକ୍ ବିପରୀତ। ଆକାଶର ତାରା କି ପୂର୍ଣ୍ଣିମାଜହ୍ନ ଉଦ୍ବେଳିତ କରେନି ତାକୁ। ଏବେ ଆଉ ଜୀବନ ଜୀଇବାକୁ ଇଚ୍ଛା ନାହିଁ ତାର। ବାସ୍, ଯେନେ ତେନେ ପ୍ରକାରଣେ ଜୀବନ କାଟିଦେବା କଥା। କେତେ ଜଲ୍ଦି ସମୟ ପରିବର୍ତ୍ତିତ ହୋଇଯାଏ। କେତେ ଛୋଟ ଥିବା ନିତା ଆଜି କେତେ ଗୁରୁ ଦାୟିତ୍ୱ ମୁଣ୍ଡରେ ଲଦି ବି ଖୁବ୍ ଦମ୍ଭରେ ଠିଆ ହୋଇଛି ଛାତିକୁ ପଥର କରି। ନିତାର ମନେ ପଡ଼ିଯାଉଥିଲା ପୁରୁଣା କଥା ସବୁ। ମନେ ପଡ଼ୁଥିଲା ବାପା, ବୋଉ, ପରିବାର, ସାଙ୍ଗସାଥି ଆଉ ଗାଁ ମାଟି। ବ୍ରାହ୍ମଣ ଶାସନର ବିବେକାନନ୍ଦ ପଣ୍ଡାଙ୍କ ଏକମାତ୍ର ଝିଅ ନିତା। ଖୁବ୍ ଅଲିଅଳ, ଖୁବ୍ ଗେଲବସରର। ଦେଖିବାକୁ ଡଉଲ ଡାଉଲ, ଠିକ୍ କଣ୍ଢେଇ ପରିକା। ନିତାକୁ ଘରଠୁ ଆରମ୍ଭ କରି ବାହାର ଯାଏ ସମସ୍ତେ ବହୁତ ଭଲ ପାଆନ୍ତି। ଗୋଲାପୀ ରଙ୍ଗର ଫ୍ରକ୍ ପିନ୍ଧି, ମୁଣ୍ଡରେ ନାଲି ରିବନ ଫିତା ବାନ୍ଧି, ବାପାଙ୍କ ସାଇକେଲ ପଛରେ ବସି ଫ୍ରି ରବିବାର ନିତା ଯେତେବେଳେ ହାଟକୁ ଯାଏ, ଗଲା ଆଇଲା ଲୋକ ଘଡ଼ିଏ ଠିଆ ହେଇ ଗେଲ କରନ୍ତି ତାକୁ। ବୋଉ ତ ତାକୁ ଭଲ ପାଏ, ହେଲେ ବାପାଙ୍କର ଜୀବନ ଧନ ସେ। ଘରକୁ ଫେରି ବାପା ଆଗେ ନିତାକୁ ଖୋଜନ୍ତି। ତାକୁ କାଖେଇ ଘେରାଏ ବୁଲେଇବା ପରେ ଯାଇ ଯୋଉ କଥା। ଏତେ ଗେଲବସରିଆ ନିତାଟା ମନଟା ଢେର ସରଳ ଆଉ ନରମ। ପଦିଏ ଟାଣ କଥାରେ ଘଡ଼ିଏ କାନ୍ଦିବା ଥୟ। ବୋଉ ସବୁବେଳେ ଚିନ୍ତା କରେ, ଝିଅ ମୋର ଶାଶୁଘରେ କେମିତି ରହିବ କେଜାଣି। ଶାଶୁ ନଣନ୍ଦ ପଦେ କଥା କହିଲେ ତ ଇଏ କାନ୍ଦି କାନ୍ଦି
ଅଧାମରା ହେଇଯିବ। ବାପା ହସି ହସି କହନ୍ତି, ମୋ ଝିଅ ପାଇଁ ମୁଁ ରାଜକୁମାର ଠିକ୍ କରିବି। ଆଉ ଶାଶୁ ନୁହେଁ, ମାଆଟେ ମିଳିବ ମୋ ଝିଅକୁ। ରାଣୀ ହେଇ ରହିବ ମୋ ଝିଅ। ଲାଜେଇ ଯାଏ ନିତା। ହେଲେ ବି ସମସ୍ତଙ୍କ ଆଗଚରରେ ସେଇ ଅଜଣା ରାଜକୁମାର ପାଇଁ ମେଞ୍ଚାଏ ସ୍ୱପ୍ନ ବୁଣି ହେଇଯାଏ ନିତାର ସଜଳ ଆଖିରେ। ବାପାଙ୍କ ଉପରେ ନିତାର ଅମାପ ଭରସା। ବାପା କହିଛନ୍ତି ମାନେ ନିଶ୍ଚୟ ରାଜକୁମାର ଖୋଜି ଆଣିବେ। ସେଥିପାଇଁ ସ୍କୁଲ କଲେଜରେ ହଜାରେ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି ନିତା। ଗପିବା ବୁଲିବା ତ ଦୂରର କଥା, କୋଉ ବି ପୁଅକୁ ଆଡ଼ ଆଖିରେ ବି ଚାହିଁନି ସେ। ସମୟ ଗଡ଼ି ଚାଲେ। ନିତା ବଡ଼ ହୁଏ, ଆଉ କମି କମି ଯାଏ ବାପା ବୋଉଙ୍କ ଆୟୁଷ। ଗ୍ରାଜୁଏସନର ଶେଷ ବର୍ଷ ନିତାର ମାଇଁ ଅମିତଙ୍କ ବିବାହ ପ୍ରସ୍ତାବ ନେଇ ଆସନ୍ତି ନିତା ଘରକୁ। ମାଆଟିଏ ଓ ପୁଅଟିଏ, ଆଗ ପଛକୁ କେହି ନାହିଁ। ବନ୍ଧୁବାନ୍ଧବ ବି ସବୁ ଦୂର ସମ୍ପର୍କୀୟ। ପୁଅଟି ଇଞ୍ଜିନିୟର ଅଛି ଭୁବନେଶ୍ୱରରେ। ମାଆ ପୁଅ ସାଙ୍ଗରେ ରୁହନ୍ତି ସେଠି। ଗାଁରେ ଘର ଅଛି। ପୁନେଇ ପର୍ବରେ 2 ଦିନ ପାଇଁ ଆସନ୍ତି, ଆଉ ଫେରି ଯାଆନ୍ତି ପୁଣି। ମାଆଟି ଭାରି ନିରୀହ ଓ ନିର୍ମାୟ ମଣିଷଟିଏ। ବାସ୍, ଆଉ କ'ଣ ଦରକାର? ଦେଖୁ ଦେଖୁ ରାଜି ହୋଇ ଯାଇଥିଲେ ବାପା ବୋଉ। ଦେଖିବାକୁ ଆସିଥିଲେ ଅମିତ ଆଉ ତାଙ୍କ ମାଆ। ପ୍ରଥମ ଦେଖାରେ ନୀଳିମା ଦେବୀଙ୍କ ମନକୁ ପାଇଥିଲା ନିତା। ଏ ମୋ ବୋହୂ ହେବ କହି ନିତା ହାତରେ ପିନ୍ଧାଇ ଦେଇଥିଲେ ଖାନଦାନୀ କଙ୍କଣ। ବାସ୍, ତାପରେ ସରିଯାଇଥିଲା ବାହାଘର ଖୁବ୍ କମ୍ ଦିନ ଭିତରେ। ଚତୁର୍ଥୀ ରାତିରେ ପ୍ରଥମ ଥର ପାଇଁ ଅମିତଙ୍କୁ ଭଲ ଭାବରେ ଦେଖିଲା ନିତା। ସତରେ କୋଉ ବି ରାଜକୁମାରଠୁ କମ୍ ନୁହଁ ସେ। ସେଇ ପ୍ରଥମ ନଜରରେ ଭଲ ପାଇଯାଇଥିଲା ସେ ଅମିତକୁ, ଆଉ ସମର୍ପି ଦେଇଥିଲା ନିଜର ସମଗ୍ର ସତ୍ତା ଆଉ ଆତ୍ମାକୁ। ଜୀବନରେ କେବେ ଦୁଃଖ ଦେଖିନଥିବା ନିତାକୁ ଲାଗେ ଦୁନିଆଟା ଖୁବ୍ ସୁନ୍ଦର। ପ୍ରତ୍ୟେକ ଦିନ ରାତିରେ ଅମିତଙ୍କ ଛାତିରେ ମୁଣ୍ଡ ଥୋଇ ନିତା ଅଭିଯୋଗ କରେ, ଏ ଦିନ ସବୁ ଏତେ ଜଲ୍ଦି ସରିଯାଉଛି କ'ଣ ପାଇଁ? ଅମିତ ହସି ଦେଇ ନିତାର କପାଳରେ ସରୁଆ ଚୁମ୍ବନଟେ ଆଙ୍କି ଦିଅନ୍ତି। ଆହୁରି ଫୁଲେଇ ହୁଏ ନିତା। ଆହୁରି ଗେହ୍ଲେଇ ହୁଏ ମଧ୍ୟ ନିତା। ଶାଶୁଘର ଗେହ୍ଲା ବୋହୂ, ସ୍ୱାମୀଙ୍କର ପ୍ରାଣପ୍ରିୟା, ଆଉ ବାପା ମାଆଙ୍କର ସର୍ବସ୍ୱ। ନିତାର ଜୀବନ ଯେ ଅନେକ ଲୋକଙ୍କର ଇସ୍ପିତ, ଏହା ଭାବି କୋରିଲି ଉଠେ ନିତା। ସବୁ ଖୁସି ଭିତରେ ଦୁଃଖ ମାଡ଼ି ଆସେ ଯେବେ ବାହାଘରର 8 ମାସ ପରେ ନୀଳିମା ଦେବୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ଖୁବ୍ ଭାଙ୍ଗି ପଡ଼ନ୍ତି ଅମିତ। ଜୀବନରେ କେବେ ଦୁଃଖ ଦେଖିନଥିବା ନିତା ଆହୁରି ଅଧିକ ଭାଙ୍ଗି ପଡ଼େ। ବାପା ବୋଉ ବୁଝାନ୍ତି ଦୁହିଁଙ୍କୁ, ମଣିଷର ଜୀବନ ତ ଏମିତି, ଖୁବ୍ ସନ୍ତର୍ପଣରେ, ଖୁବ୍ ଯତ୍ନରେ ରଖିବାକୁ ହୁଏ। ତଥାପି ନିଜ ଆୟତ୍ତାଧୀନ ନୁହେଁ ସେ। କୋଉ ଗୋଟେ ଅଦୃଷ୍ଟ ଶକ୍ତି ପରିଚାଳିତ ମଣିଷ। ଗୋଟେ ମୁହୂର୍ତ୍ତରେ କଥା କହୁଥିବା, ଜୀବନ୍ତ ଥିବା, ହସୁଥିବା ଲୋକଟା ପର ମୁହୂର୍ତ୍ତରେ ମାଟି ପିଣ୍ଡୁଳାଟେ ପରି ପଡ଼ି ରହେ, ପ୍ରାଣହୀନ ରକ୍ତ ମାଂସ ମେଞ୍ଚାଏ ହୋଇ। ନିର୍ବାକ ଅବାକ୍ ଭାବେ ପଡ଼ି ରହେ। ତାପରେ ଯେତେ ଯାହା କଲେ ବି ଫେରେଇ ଆଣି ହୁଏନି ଜୀବନ। ସୃଷ୍ଟିର ନିୟମ ଏଇଟା। ଆଉ ନିୟମିତ ଏ ଆଇନ ହାତରେ ବନ୍ଧା ବିଚରା ଲାଚାରା ମଣିଷ ହାତରେ କାନ୍ଦି ବୋବେଇ ଭଗବାନ ଆଉ ଭାଗ୍ୟକୁ ନିନ୍ଦିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥାଏ। 3-4 ମାସ ବିତିଯାଏ। ଆସ୍ତେ ଆସ୍ତେ ସହଜ ହେବାକୁ ଚେଷ୍ଟା କରେ ନିତା। ଅମିତକୁ ସାହସ ଦିଏ। ଅଳି ଅର୍ଦ୍ଦଳି ପିଲାଳିଆମି ଟିକେ କମେଇ ଦିଏ। ପୁଣି ଧୀରେ ଧୀରେ ଗଡ଼ିବାକୁ ଲାଗେ ସଂସାର ଚକ। ହଠାତ୍ ଦିନେ ଅଫିସରୁ ଫେରି ବହୁତ ଥକି ପଡ଼ନ୍ତି ଅମିତ। ମୁଣ୍ଡରେ ଦେହରେ ଖଇଫୁଟା ଜ୍ୱର। ନିତା ସେବାରେ ଲାଗିପଡ଼େ, ତଥାପି ଜ୍ୱର କମେନି। ନିତାର ବାରଣ ନ ମାନି ଅଫିସ ଟୁର୍ରେ ବାହାରି ଯାଆନ୍ତି ଅମିତ। ତମେ ବିନା ନିତା ଖାଲି ଖାଲିଟାରେ ଡରୁଛ। ଭାଇରାଲ ଫେଭର ଇଏ। 7 ଦିନରେ ମୁଁ ପୁରା ଠିକ୍ ହେଇଯିବି। ନିତାର ଗାଲ ଚିପି ଦେଇ କହନ୍ତି ଅମିତ। ନିତା କିନ୍ତୁ ଟିକେ ଟିକେ କଥାରେ ଢେର ଅଧିକ ବ୍ୟସ୍ତ ହେଇଯାଏ। ଗାଁ ମୁଣ୍ଡ ବୁଢ଼ୀ ଜାଗୁଆଳଠୁ ଆରମ୍ଭ କରି ପୁରୀ ଜଗନ୍ନାଥ ଯାଏ ସବୁ ଠାକୁରଙ୍କୁ କେତେ କ'ଣ ମାନସିକ କରିଥାଏ ନିତା। ମା ଲୋ, ଅମିତଙ୍କ ଜ୍ୱର ଛାଡ଼ିଯାଉ, ତୋ ପାଇଁ ନଡ଼ିଆ ପଠେଇବି, ନିଇତି 5ଟା ଘିଅ ସଞ୍ଜ ଦେବି। ହେ ଜଗନ୍ନାଥ, ତୁମ 22 ପାହାଚରେ 10 ଥର ଗଡ଼ିବି। ପ୍ରଭୁ ହେ, ଯାହା ରୋଗ ହେବା କଥା ମୋତେ ହଉ। ଅମିତଙ୍କ ସବୁ କଷ୍ଟ
ମୋତେ ମିଳୁ, କିନ୍ତୁ ତାଙ୍କୁ ଭଲ କରିଦିଅ। ଟୁର୍ରୁ ଫେରି ଆସିବା ପରେ ଅମିତ ଅଧିକ ଅସୁସ୍ଥ ହୋଇ ଉଠନ୍ତି। ହସ୍ପିଟାଲରେ ଭର୍ତ୍ତି କଲା ପରେ ଜଣାପଡ଼େ ତାଙ୍କୁ କ୍ୟାନ୍ସର, ଟି-ସେଲ୍ ଲ୍ୟୁକେମିଆ। ନିତା ମୁଣ୍ଡ ଉପରେ ଆକାଶ ଛିଡ଼ି ପଡ଼େ। ଗୋଟିଏ ମିନିଟରେ ନିତାର ସାରା ଦୁନିଆ ଓଲଟପାଲଟ ହୋଇଯାଏ। ତାପରେ ଅଧିକ ଭଲ ଚିକିତ୍ସା ପାଇଁ ଡାକ୍ତର ଦିଲ୍ଲୀ ନେଇଯିବାକୁ ପରାମର୍ଶ ଦିଅନ୍ତି। ଏକା କେତେବେଳେ ମାର୍କେଟ ଯାଇନଥିବା ନିତା ଏକା ସ୍ୱାମୀକି ନେଇ ଦିଲ୍ଲୀ ଯାଏ, ବାପା ବୋଉଙ୍କୁ ଲୁଚାଇ। ବାପା ଫୋନ୍ କଲେ ମିଛରେ ହସି ହସି କଥା ହୁଏ ନିତା। ଲୁହମାନଙ୍କ ଆଗେ ନେହୁରା ହେଇ ଅଟକାଇ ରଖେ ତାଙ୍କୁ। କେମୋଥେରାପି ଚାଲେ ଅମିତଙ୍କର। କେମୋ ପରବର୍ତ୍ତୀ ଅମିତକୁ ଦେଖି କଲିଜା ଫାଡ଼ି ହେଇଯାଏ ନିତାର। ଆଉ ସହିପାରିବନି ସେ। ବାପାଙ୍କୁ କହିଦିଏ ସବୁ କଥା। ସ୍ତବ୍ଧ ହୋଇଯାଆନ୍ତି ବାପା। ତଥାପି ନିଜର ଭୟ, ଅସହାୟତା ଆଉ ଯନ୍ତ୍ରଣାକୁ ଲୁଚେଇ ସାହସ ଦିଅନ୍ତି ବାପା ନିତାକୁ। ପାରୁ ପର୍ଯ୍ୟନ୍ତ ସବୁ ଚେଷ୍ଟା କରୁଥାଏ ନିତା। ଆସ୍ତେ ଆସ୍ତେ ଲୁହ ସବୁ ଶୁଖିବାକୁ ଆରମ୍ଭ କରନ୍ତି ନିତା ଆଖିରୁ। ଆଉ ସେତେ ଲୁହ ନିଗିଡ଼େନି। ନିଜର ପିଲାଳିଆମି ମରିଯାଏ କେଉଁଠି ଗୋଟେ ଅଣନିଶ୍ୱାସ ହେଇ। ଅମିତକୁ ଦେଖିଲେ ନିତାକୁ ଲାଗେ ଅମିତ ତା ଛୁଆ। ବାସ୍ ସବୁ କଷ୍ଟ ଭୁଲିଯାଏ ନିତା। ନିତାର ହାତ ଧରି ପକେଇ ଯେତେବେଳେ ଅମିତ କହନ୍ତି, ସରି ନିତା, ମୋତେ ବାହା ହେଇ ତମ ଜୀବନ ବର୍ବାଦ ହୋଇଗଲା ନା, ସେତେବେଳେ ଅମିତଙ୍କ ମୁଣ୍ଡ ଆଉଁସି ଦେଇ ନିତା କହେ, ନାହିଁ ମ, ହସ୍ପିଟାଲରେ ଏତେ ହ୍ୟାଣ୍ଡସମ୍ ସ୍ୱାମୀ ସହ ରୋମାନ୍ସ କରିବାର ଭାଗ୍ୟ କେତେ ଜଣଙ୍କର ଥାଏ। ହସି ଦିଅନ୍ତି ଅମିତ। ହସିଦିଏ ନିତା। କେଇଦିନ ପରେ ଗାଁରୁ ଫୋନ୍ ଆସେ, ବାପା ଆଉ ନାହାନ୍ତି। ଶୋଇଥିବା ବେଳେ ସେମିତି ଚାଲିଗଲେ ବାପା। ବୋଧହୁଏ ପରିଣତି ବୟସରେ ନିଜର କଲିଜାର ଟୁକୁଡ଼ା ଅଲିଅଳି ଝିଅର ବିଡ଼ମ୍ବିତ ଭାଗ୍ୟକୁ ଦେଖି ଭିତରେ ଭିତରେ ଭାଙ୍ଗି ପଡ଼ିଥିଲେ ବାପା। ଆଉ ସେଥିପାଇଁ କାହାକୁ କିଛି ନ କହି ଚାଲି ଯାଇଥିଲେ ଆରପାରିକୁ। ନିତା ହାତରୁ ଫୋନ୍ ଖସି ପଡ଼େନି କି ନିତା କାନ୍ଦି କାନ୍ଦି ବେହୋସ ହୋଇଯାଏନି। ବାସ୍ ଅଖଣ୍ଡ ନୀରବତା। ନିତା ନିଜର ହୃଦସ୍ପନ୍ଦନକୁ ଅନୁଭବ କରିପାରେ। ନିତାକୁ ଇଚ୍ଛା ହୁଏ ସେ ଦୌଡ଼ିବ, ଖୁବ୍ ଦୌଡ଼ିବ। ଥକି ପଡ଼ିବା ଯାଏ ଦୌଡ଼ିବ। ଦୌଡ଼ି ଦୌଡ଼ି ମିଳେଇଯିବ କୋଉଠି କୋଉ ଗୋଟେ ଅନ୍ଧାରି ଜାଗାରେ। ଲୁଚିଯିବ ଖଟ ତଳେ, ଟେବୁଲ ତଳେ, ନହେଲେ ଆଉ କୋଉଠି। ନହେଲେ ଶୋଇଯିବ ଚୁପଚାପ ଢେର ଯୁଗ ଯାଏ। ହେଲେ ସେମିତି କିଛି ହୁଏନି। ଅମିତର ସେକେଣ୍ଡ କେମୋ ପାଇଁ ତାକୁ ଛାଡ଼ି ଯାଇପାରେନି ନିତା। ସରିଯାଏ ବାପାଙ୍କ କ୍ରିୟାକର୍ମ। ଜୀବନ ସାରା ନିତାକୁ କେବଳ ଖୁସି ଦେଇ ଆସିଥିବା ବାପାଙ୍କର ଅନ୍ତିମ ଦର୍ଶନ ବି କରିପାରେନି ନିତା। ନିତାକୁ ରାତିରେ ନିଦ ହୁଏନି। ଯଦି ବା ହୁଏ କେବଳ ଘଣ୍ଟାଏ କିମ୍ବା 2 ଘଣ୍ଟା ପାଇଁ। ସିଏ ପୁଣି ଭାଙ୍ଗିଯାଏ ଥରକୁ ଥର। ଆଖି ତଳେ କଳା ଦାଗ ପଡ଼ିବାକୁ ଲାଗେ। ବାପାଙ୍କ ଦେହାନ୍ତ ସମ୍ପର୍କରେ ଅଜ୍ଞ ଅମିତ ବ୍ୟସ୍ତ ହୋଇ ପଡ଼ନ୍ତି ନିତାକୁ ଦେଖି। ନିତା, ତମେ ଦିନକୁ ଦିନ ଦୁର୍ବଳ ହୋଇଯାଉଛ। ଆରେ ବାବା, ମୋର କିଛି ହେବନି। ଡାକ୍ତର କହିଛନ୍ତି ଏଇଟା ସପ୍ରେସ୍ ହେଇ ରହିପାରିବ। ଆଉ ପ୍ରପର କେୟାରରେ ରହିଲେ ମୁଁ ତୁମ ସହ ଆମ ମ୍ୟାରେଜର କିଛି ଗୋଲ୍ଡେନ୍ ଜୁବୁଲି ସେଲିବ୍ରେଟ୍ କରିବି। ତମେ ନିଜର ଠିକ୍ସେ ଧ୍ୟାନ ରଖ। ନହେଲେ ତୁମ ବାପା ଯେତେବେଳେ ମୋତେ ଦେଖିବେ କହିବେ ମୁଁ ତୁମକୁ ଠିକ୍ରେ ଖାଇବାକୁ ଦଉନି। ରସ୍ କିନା ନିତା ଛାତିରେ କଣ୍ଟା ଫୁଟି ହେଇଯାଏ। ବାପାଙ୍କ ନାଁ ଶୁଣିବା ମାତ୍ରେ ନିତା ଦେହ ହାତ କୋହଲା ପଡ଼ିଯାଏ। କିଛି ଜାଣିପାରନ୍ତିନି ଅମିତ। ଶୋଇପଡ଼ନ୍ତି ସେ ଗୋଟେ ନିଷ୍ପାପ ସରଳ ଶିଶୁ ପରି। ଭବିଷ୍ୟତର ଭୟାବହ କଳ୍ପନାରେ ନିତାର ଆଖି ବୁଜି ହେଇ ଆସେ। ନିଶ୍ୱାସର ବେଗ ବଢ଼ିଯାଏ। ରୁମ୍ ଛାଡ଼ି କରିଡର, ଆଉ କରିଡର ପରେ ପାର୍କକୁ ପଳାଏ ସେ। ନିତା ଚାରିଆଡ଼କୁ ନଜର ବୁଲାଇଲା। ଘଣ୍ଟା ଆଣିବାକୁ ଭୁଲି ଯାଇଛି ସେ। ରାତି ପାହିବାକୁ ଆହୁରି ସମୟ ଅଛି। ଅମିତ ଉଠୁ ଉଠୁ ସକାଳ 8ଟା। ନିତା ସେ ବେଞ୍ଚରେ ମୁଣ୍ଡ ଧୋଇ ଟିକିଏ ଘୁମେଇ ପଡ଼ିଲା। ରାତିର ପ୍ରଭାବ କମି ଆସିଲାଣି। ପୂର୍ବ ଦିଗରୁ ସିନ୍ଦୁର ଫାଟି ଆସୁଛି। ଖୁବ୍ ଦୂରରେ ଗୋଟେ ଛାଇ ଛାଇ ଆସ୍ତେ ଆସ୍ତେ ନିତା ଆଡ଼କୁ ଅଗ୍ରସର ହେଉଛି। ନିତା ଟିକେ ଆଖି ମିଳିଲା। ଉଜାଲା ଦିଆ ଧଳା ଧୋତି ପିନ୍ଧି ଆଗରେ ଠିଆ ହୋଇଛନ୍ତି ବାପା। ମୁହଁରେ ହସ, ଆଖିରେ ସେଇ ପୁରୁଣା ମୋଟା ଫ୍ରେମ୍ ବାଲା ଚଷମା। ନିତା ଆଡ଼କୁ ହାତ ବଢ଼େଇଲେ ବାପା।
ନିତାକୁ ଲାଗିଲା ସେ ସେଇ ଗୋଲାପୀ ଫ୍ରକ୍ ପିନ୍ଧା କୁନି ଝିଅ। ଧାଇଁ ଗଲା ସେ ବାପାଙ୍କ ପାଖକୁ। କୋଳେଇ ନେଲେ ବାପା ତାକୁ। ସ୍ନେହରେ ମୁଣ୍ଡରେ ହାତ ବୁଲାଇ ଦେଲେ। ଏତେ ଦିନ ଧରି ନିତାର ଛାତି ତଳେ ବରଫ ପରି ଜମାଟ ବାନ୍ଧିଥିଲା ଲୁହ ସବୁ ଉଛୁଳି ପଡ଼ୁଥିଲା ବାପାଙ୍କ ଛାତିରେ। ଜୀବନ ଗୋଟିଏ ଅଭିନୟରେ ମା। ଏତେ ସମୟ ପରେ ବାପା ପାଟି ଖୋଲିଲେ। ଏଠି ନିର୍ଦ୍ଦେଶକ ଆଉ ଲେଖକ ହେଉଛନ୍ତି ଅଦୃଷ୍ଟ ନିରାକାର ପରଂବ୍ରହ୍ମ। ଆମେ ତାଙ୍କ ଦ୍ୱାରା ପରିଚାଳିତ। ଦୁଃଖ ସୁଖ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ବାସ୍, ସବୁ ପରିସ୍ଥିତିରେ ନିଜର କର୍ମ କରି ଚାଲିବା ହିଁ ଆମର କର୍ତ୍ତବ୍ୟ। କର୍ମଣ୍ୟବାଧିକାରସ୍ତୁ ମା ଫଲେଷୁ କଦାଚନ। ଆସ୍ତେ ଆସ୍ତେ ବାପାଙ୍କ ହାତ ହୁଗୁଳା ହେଉଥିଲା। ସିନ୍ଦୂର ଅଧିକ ଫାଟି ଆସୁଥିଲା। ହାୟ ବେଟା, ତୁମ ଇଧର ହି ସୋ ଗଇ ଥି କ୍ୟା? ମିସେସ୍ ମାଲହୋତ୍ରାଙ୍କ ଡାକରେ ଚମକି ପଡ଼ି ଉଠି ପଡ଼ିଲା ନିତା। ସକାଳ ହେଇ ଆସିଥିଲା। ସାମ୍ନାରେ ଠିଆ ହେଇଥିଲେ ମିସେସ୍ ମାଲହୋତ୍ରା। ଦୁର୍ଘଟଣାରେ ପରିବାରର ସମସ୍ତଙ୍କୁ ହରାଇଥିଲେ ସେ। ଖାଲି ବଞ୍ଚି ଯାଇଥିଲେ ସେ ଆଉ ତାଙ୍କ 30 ବର୍ଷର ପୁଅ। ଦୁର୍ଘଟଣାରେ ସେ ହରେଇଥିଲେ ନିଜର ଗୋଟେ ହାତ ଆଉ ତାଙ୍କ ପୁଅ ଥିଲା କୋମାରେ। ଦୀର୍ଘ 2 ବର୍ଷ ପରେ କୋମାରୁ ଉଠିଥିଲା ପୁଅ। ହେଲେ ବି ଶରୀରର ଅର୍ଦ୍ଧେକ ଅଂଶ ଥିଲା ପାରାଲାଇଜଡ୍। ଏଠି ପୁଅ ଚିକିତ୍ସାଧୀନ ଅଛି। ମିସେସ୍ ମାଲହୋତ୍ରା କିନ୍ତୁ ସବୁବେଳେ ହସ ହସ। ତାଙ୍କୁ ଦେଖିଲେ ଲାଗେନି ତାଙ୍କ ସହ ଏତେ ସବୁ ହେଇଯାଇଛି। ଗୁଡ୍ ମର୍ଣ୍ଣିଂ ଆଣ୍ଟି, ହସି ଦେଇ କହିଲା ନିତା। କାହିଁକି କେଜାଣି ନିତାକୁ ବହୁତ ହାଲକା ଲାଗୁଥିଲା। ଅମିତଙ୍କ ରୁମ୍ ଆଡ଼କୁ ପାଦ ବଢ଼ାଇଲା ସେ। ଦର୍ଶକ ବନ୍ଧୁମାନେ, ଯଦି ମୋ ଓଡ଼ିଆ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ରହୁଛି। ଜୟ ଜଗନ୍ନାଥ।